खमारू आसली 4 वर्ष हेलाने एई जो कठिन करूजंती खाଇବା ପାଇଁ ଭଲ ଦଉଛନ୍ତି ଯେ ଜଗନ୍ନାଥ ମନ୍ଦିର ମାଉସୀମା ମନ୍ଦିର ସଫା କରୁଛନ୍ତି ଟିକେ ଅନୁରୋଧ କରୁଛି ତାଙ୍କର ମଙ୍ଗଳ ହଉ। ଅନୁଗୁଳ ଜିଲ୍ଲା ମେଡିସିନ ସେଲ୍ସମ୍ୟାନ୍ ସଂଘ ପକ୍ଷରୁ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରଠାରେ କ୍ଷୀରି ପ୍ରସାଦ ବଣ୍ଟନ। ମହାପ୍ରଭୁଙ୍କ ସୁନାବେଶ ଏବଂ ଏକାଦଶୀ ବ୍ରତ ଉପଲକ୍ଷେ ଶନିବାର ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା ମେଡିସିନ ସେଲ୍ସମ୍ୟାନ୍ ସଂଘ ପକ୍ଷରୁ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରଠାରେ ଭକ୍ତଙ୍କ ପାଇଁ କ୍ଷୀରି ପ୍ରସାଦ ବଣ୍ଟନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମେଡିସିନ ସେଲ୍ସମ୍ୟାନ୍ ସଂଘ ସମ୍ପାଦକ ବାବୁଲା ବିଶ୍ୱାଳଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ସନ୍ଧ୍ୟା 6 ସମୟରେ ଅନୁଗୁଳର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପ୍ରାୟ 10,000 ଊର୍ଦ୍ଧ୍ୱ ଭକ୍ତଙ୍କ ପାଇଁ କ୍ଷୀରି ପ୍ରସାଦର ଆୟୋଜନ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାରେ ପ୍ରସାଦ ସେବନର କାର୍ଯ୍ୟକ୍ରମ କରାଯାଉଛି, କିନ୍ତୁ ପ୍ରଭୁଙ୍କ ସୁନାବେଶ ଦିନ ଭକ୍ତଙ୍କ ପାଇଁ ସଂଘର ଏଭଳି ସେବା କରିବା ମନୋଭାବ ବେଶ୍ ନିଆରା। ସୌଭାଗ୍ୟନଗର ଆଜି 2-4 ବର୍ଷ ହେଲାଣି ମେଡିସିନ ବାଲାଙ୍କର ଯୋଉ ଷ୍ଟାଫ ଅଛନ୍ତି ପିଲାମାନଙ୍କର ତାଙ୍କର ଅନୁଦାନ ବହୁତ। ଆଉ ଜଗନ୍ନାଥ ମନ୍ଦିର ମାଉସୀମା ମନ୍ଦିର ଲେଖା ହେଇଛି ତା ଆଗରୁ ତାଙ୍କର ଅବଦାନ ବହୁତ ଅତୁଳନୀୟ। ତାପରେ ରକ୍ତଦାନ ବି କରିଛନ୍ତି ଆଜ୍ଞା, ତାଙ୍କର ବହୁତ ଅତୁଳନୀୟ। ଆଉ କହିବା ସେମାନେ ଆମର ପିଲାମାନଙ୍କର ବହୁତ ବହୁତ ଧନ୍ୟବାଦ ତାଙ୍କ ଉପରେ କୃପାରେ ଭଲରେ ରୁହନ୍ତୁ ସମସ୍ତେ। ପରେ ରାସ୍ତା ଉପରେ ପଡ଼ିଥିବା କ୍ଷୀରି କପ୍ ତଥା ସମସ୍ତ ଅଳିଆ ଆବର୍ଜନାକୁ ସଫେଇ ମଧ୍ୟ କରିଥିଲେ ସଂଘ ସଦସ୍ୟ। ଏଭଳି କାର୍ଯ୍ୟକୁ ଭକ୍ତମାନେ ପାଖରେ ଦେଖି ବେଶ୍ ପ୍ରଶଂସା କରିଥିଲେ। ସୁଶୀଳା ନାୟକ ଆଜ୍ଞା ଭଲ ହେଇଛି ସବୁ। ସଭାପତି ସନ୍ତୋଷ କୁମାର ବେହେରା, ଉପସଭାପତି ରାଜେନ୍ଦ୍ର ମହାପାତ୍ର, ସହ ସମ୍ପାଦକ ଦୀପ୍ତାଂଶୁ ବିଶ୍ୱାଳଙ୍କ ସମେତ ସଂଘର ସମସ୍ତ ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା। ମେଡିସିନ ସେଲ୍ସମ୍ୟାନ୍ ସଂଘ ତରଫରୁ ପ୍ରତ୍ୟେକ ବର୍ଷ ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରଠାରେ ପ୍ରଭୁଙ୍କ ସୁନାବେଶ ଦିନ ଏଭଳି କାର୍ଯ୍ୟକ୍ରମ ରହିବ ବୋଲି ମତ ପ୍ରକାଶ କରିଥିଲେ। ଜୟ ଜଗନ୍ନାଥ। ଆମ ଅନୁଗୁଳ ମେଡିସିନ ସେଲ୍ସ ସଂଘ ତରଫରୁ ଆମର ରେଜିଷ୍ଟ୍ରେସନ ନମ୍ବର ଆସିଥିବା ହେତୁ ଆମେ ଗୋଟେ ଖୁସିରେ ବର୍ଷ ବାହୁଡ଼ା ଯାତ୍ରା ଦିନ ଲୋକ ଭକ୍ତ ମାନଙ୍କୁ ସମସ୍ତଙ୍କୁ ଦିଆଗଲା। ଆମର କ୍ଷୀରି ଭୋଗ ଦିଆଯାଇଛି। ଆମର ସଂଘର ଦୀର୍ଘ ଦିନ କାମନା କରି ଲୋକମାନଙ୍କର ଭକ୍ତ ମାନଙ୍କର ଆଶୀର୍ବାଦ ନେବା ପାଇଁ ଆମେ ଏସବୁ ସଂସ୍ଥା କରି ଏସବୁ ଜିନିଷ କରାଯାଇଅଛି। ଆଉ ସବୁ ଲୋକଙ୍କର ଉନ୍ନତି ହଉ, ସବୁ ଲୋକଙ୍କର ସ୍ୱାସ୍ଥ୍ୟ ଠିକ ରହୁ, ଏହା କହି ଆମେ ଜଗନ୍ନାଥଙ୍କ ଠାରେ ନିଜ ପ୍ରାର୍ଥନା କରୁଅଛୁ। ପରିଶେଷରେ ସୁନାବେଶ ଦିନ ଉପସ୍ଥିତ ଥିବା ସମସ୍ତ ଭକ୍ତମାନଙ୍କର ସୁଖ ସମୃଦ୍ଧି ମଙ୍ଗଳ କାମନା କରନ୍ତୁ ବୋଲି ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ସମ୍ପାଦକ ବାବୁଲା ବିଶ୍ୱାଳ ପ୍ରାର୍ଥନା କରିଥିଲେ। ଜୟ ଜଗନ୍ନାଥ। ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ବଡ଼ ଭାଇ ବଳଭଦ୍ରଙ୍କ ପାଖରେ ମା ସୁଭଦ୍ରାଙ୍କ ପାଖରେ ଆଜି ଏକାଦଶୀ ବ୍ରତ। ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କର ଆଜି ସୁନାବେଶରେ ସମସ୍ତଙ୍କୁ ମୋର କୋଟି କୋଟି ପ୍ରଣାମ। ଅନୁଗୁଳ ଜିଲ୍ଲା ମେଡିସିନ ସେଲ୍ସମ୍ୟାନ୍ ସଂଘ ତରଫରୁ ଆଜି ଆମର ସୁନାବେଶରେ ସମସ୍ତ ଭକ୍ତମାନଙ୍କ ପାଇଁ କ୍ଷୀରି ଭୋଗ ଦିଆହେଉଛି। ଏଥିରେ ସମସ୍ତ ଭକ୍ତମାନଙ୍କର ଆଜି ଓଡ଼ିଶାର ସମସ୍ତ ଭକ୍ତମାନଙ୍କର ମଙ୍ଗଳ ହେଉ, ଏତିକି ପ୍ରାର୍ଥନା ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ବଡ଼ ଭାଇ ବଳଭଦ୍ରଙ୍କ ପାଖରେ ମା ସୁଭଦ୍ରାଙ୍କ ପାଖରେ ମୋର କୋଟି ପ୍ରଣାମ। ଏହି ସମସ୍ତ ମେଡିସିନ ସେଲ୍ସମ୍ୟାନ୍ ସଂଘର ସମସ୍ତ ସଭ୍ୟମାନଙ୍କର ସହଯୋଗରେ ଆଜି ସମସ୍ତ ଭକ୍ତମାନଙ୍କ ପାଇଁ ଏହି କ୍ଷୀରି ଭୋଗ ଅନୁଷ୍ଠିତ ହୋଇଛି। ଏଣୁ ସମସ୍ତ ଭକ୍ତମାନେ ପ୍ରଭୁଙ୍କର କ୍ଷୀରି ଭୋଗ ପାଇ ଆନନ୍ଦିତ ହେଉଛନ୍ତି। ଏହା ପ୍ରତ୍ୟେକ ବର୍ଷ ସଂଘ ତରଫରୁ ଏ ସୁନାବେଶରେ ଦେବା ପାଇଁ ସ୍ଥିର ହୋଇଛି। ଏଣୁ ସମସ୍ତ ଅନୁଗୁଳବାସୀ, ସମସ୍ତ ଭକ୍ତବୃନ୍ଦ, ଓଡ଼ିଶାର ସମସ୍ତ ଭକ୍ତମାନଙ୍କୁ ଏହି ବିଶ୍ୱ ପ୍ରସିଦ୍ଧ ସୁନାବେଶରେ ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମେଡିସିନ ସେଲ୍ସମ୍ୟାନ୍ ସଂଘ ତରଫରୁ କୋଟି କୋଟି ପ୍ରଣାମ ଜଣାଉଛି। ମୁଁ ଅନୁଗୁଳ ଜିଲ୍ଲା ମେଡିସିନ ସେଲ୍ସମ୍ୟାନ୍ ସଂଘର ସମ୍ପାଦକ ବାବୁଲା ବିଶ୍ୱାଳ, ସଭାପତି ସନ୍ତୋଷ ବାବୁ, ଉପସଭାପତି ରାଜେନ୍ଦ୍ର ବାବୁ, ସହ ସମ୍ପାଦକ ଦୀପ୍ତାଂଶୁ ବାବୁ, କୋଷାଧ୍ୟକ୍ଷ ପ୍ରଭାତ ବାବୁ ଏବଂ ସଂଘର ସମସ୍ତ ସଭ୍ୟମାନଙ୍କର ମଙ୍ଗଳ ହେଉ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଏବଂ ବଡ଼ ଭାଇ ବଳଭଦ୍ରଙ୍କ ପାଖରେ ମା ସୁଭଦ୍ରାଙ୍କ ପାଖରେ ମୋର କୋଟି ପ୍ରଣାମ ଜଣାଉଛି। ସମସ୍ତ ଭକ୍ତମାନଙ୍କର ମଙ୍ଗଳ ହେଉ, ତାଙ୍କ ପରିବାରର ମଙ୍ଗଳ ହେଉ, ଉପସ୍ଥିତ ଥିବା ସମସ୍ତ ଭକ୍ତମାନଙ୍କର ମଙ୍ଗଳ ହେଉ। ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ, ଭାଇ ବଳଭଦ୍ରଙ୍କ ପାଖରେ, ଭଉଣୀ ସୁଭଦ୍ରାଙ୍କ ପାଖରେ ମୋର କୋଟି ପ୍ରଣାମ ଜଣାଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
ବ୍ୟୁରୋ ରିପୋର୍ଟ ଅନୁକୂଳ ଲାଇଭ୍।